ଯମ ଏତେ ନିଷ୍ଠୁର ମୋ ସ୍ୱାମୀଙ୍କୁ ଖାଇବାକୁ ବି ସମୟ ଦେଲାନି। ମୁଁ ମୋ ସ୍ୱାମୀଙ୍କ ପାଇଁ ଖାଇବା ବାଢ଼ି ଅପେକ୍ଷା କରିଥିଲି। ସେ ଆସିଥିଲେ ଆମେ ସାଥୀ ହୋଇ ଖାଇଥାନ୍ତୁ। ସେ ମୋତେ ସ୍ନେହରେ ସବୁଦିନ ଖୁଆଇ ଦେଉଥିଲେ। ହେଲେ ନିଷ୍ଠୁର ଯମ ମୋ ସ୍ୱାମୀଙ୍କୁ ଖାଇବାକୁ ସୁଯୋଗ ନ ଦେଇ ସାଥିରେ ନେଇ ସେପୁରକୁ ଚାଲିଗଲା। ମୁଁ ଖାଇବା ବାଢ଼ିଥିଲି। ମୋ ସ୍ୱାମୀଙ୍କ ପ୍ରିୟ ଖାଦ୍ୟ ପ୍ରସ୍ତୁତ କରିକି ରଖିଥିଲି। ସେ ଆସିଥିଲେ ଆମେ ସାଥୀ ହୋଇ ଦୁହେଁ ମିଶି ଖାଇଥାନ୍ତୁ। ହେଲେ ଭଗବାନ ଏତେ ନିଷ୍ଠୁର ବୋଲି ମୁଁ ଜାଣିନଥିଲି। ମୋ ସ୍ୱାମୀଙ୍କ ମନ ପସନ୍ଦର ପ୍ରତିଟି ଖାଇବା ମୁଁ ସେଇଦିନ ତିଆରି କରି ରଖିଥିଲି। ମୋ ସ୍ୱାମୀ ଫେରିଥିଲେ ମୋ ସ୍ୱାମୀ ଖୁସିରେ ତାଙ୍କ ପ୍ରିୟ ଖାଦ୍ୟ ଖାଇଥାନ୍ତେ। ହେଲେ ଭଗବାନ ଏତେ ନିଷ୍ଠୁର ମୋ ସ୍ୱାମୀଙ୍କୁ ଖାଇବାକୁ ବି ସୁଯୋଗ ଦେଲେନି। ମୋ ସ୍ୱାମୀ ନ ଖାଇକି ଆରପୁରକୁ ଚାଲିଗଲେ। ମୋ ଅପେକ୍ଷା ଅପେକ୍ଷାରେ ରହିଗଲା। ଦର୍ଶକ ବନ୍ଧୁ, ଏମିତି କିଛି କହି ଏବେ ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି ୟୁଟ୍ୟୁବର ରାହୁଲଙ୍କ ସ୍ତ୍ରୀ। କାନ୍ଦି କାନ୍ଦି କହୁଛନ୍ତି, ମୋ ସ୍ୱାମୀଙ୍କ ପାଇଁ ମୁଁ କେତେ ସ୍ନେହରେ ଖାଇବା ବାଢ଼ିକି ଅପେକ୍ଷା କରି ରହିଥିଲି। ବାରମ୍ବାର ଫୋନ କରୁଥିଲି। ମୋ ସ୍ୱାମୀ କହୁଥିଲେ ଆଉ କିଛି ସମୟ ପରେ ସେ ଘରେ ଆସି ପହଞ୍ଚିବେ। ଆଉ ସେ ଘରେ ପହଞ୍ଚିଥିଲେ ଆମେ ଦୁହେଁ ମିଶି ଖାଇବା ଖାଇଥାନ୍ତୁ। କିନ୍ତୁ ସେ ଘରେ ପହଞ୍ଚିବା ପୂର୍ବରୁ ଖବର ଆସିଲା ମୋ ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି। କେମିତି ସହିଥାନ୍ତି ଏହି ନିଷ୍ଠୁର ସତ୍ୟକୁ? କେମିତି ଗ୍ରହଣ କରିଥାନ୍ତି ଏହି ନିଷ୍ଠୁର ସତ୍ୟକୁ? ମାତ୍ର 3 ମାସ ହେବ ସିନ୍ଦୁର ପିନ୍ଧିଛି, ଭଗବାନ ମୋତେ ବିଧବା କରିଦେଲେ। ମୋ ସ୍ୱାମୀଙ୍କ ପାଇଁ ଖାଇବା ବାଢ଼ି ଅପେକ୍ଷା କରିଛି, ମୋ ଭଗବାନ ସ୍ୱାମୀଙ୍କୁ ନେଇ ସେପୁରକୁ ଚାଲିଗଲେ।